ଆଜି ସାଧାରଣତନ୍ତ୍ର ଦିବସ ବା ଗଣତନ୍ତ୍ର ଦିବସ ଆମ ରାଷ୍ଟ୍ର ଉଦ୍ଦେଶ୍ୟରେ ରାଷ୍ଟ୍ରୀୟ ପର୍ବ ବୋଲି ମଧ୍ୟ କହିଥାଉ। ଜାନୁଆରୀ 26ରେ ପାଳନ କରାଯାଏ ଏହି ମହାନ ଦିବସ। ପ୍ରତିଟି ଭାରତୀୟଙ୍କ ପାଇଁ ଆଜିର ଦିନ ବେଶ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ଏହି ଦିବସ ପଛରେ କାରଣ କ'ଣ ଆପଣ ଜାଣନ୍ତି କି? ଆଜିର ଦିନ ଆମ ଭାରତବର୍ଷ ପାଇଁ ଏକ ମହାନ ଦିନ। 1950 ଜାନୁଆରୀ 26 ତାରିଖରେ ଆମ ଦେଶର ସମ୍ବିଧାନ ପ୍ରଣୟନ ହୋଇଥିଲା। ବ୍ରିଟିଶ ସାମ୍ବିଧାନିକ ବ୍ୟବସ୍ଥାର ଅବସାନ ହୋଇ ଭାରତ ଏକ ସାର୍ବଭୌମତ୍ୱ ଗଣତନ୍ତ୍ର ରାଷ୍ଟ୍ର ଲିଖିତ ସାମ୍ବିଧାନିକ ବ୍ୟବସ୍ଥା କାର୍ଯ୍ୟକାରୀ କରିଥିଲା। ଏହି ଦିନକୁ ସମ୍ମାନ ଜଣାଇ ଆମେ ପ୍ରତିବର୍ଷ ଜାନୁଆରୀ 26 ତାରିଖରେ ସାଧାରଣତନ୍ତ୍ର ଦିବସ ପାଳନ କରୁ। ଦେଶର ସମସ୍ତ ସ୍କୁଲ, ଅଫିସ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟରେ ଜାତୀୟ ପତାକା ଉତ୍ତୋଳନ କରାଯାଏ। ଦୀର୍ଘ ଦିନ ଭାରତ ବ୍ରିଟିଶ ଶାସନାଧୀନ ରହିବା ପରେ ସାରା ଦେଶରେ ଜନ ଆନ୍ଦୋଳନ ଆରମ୍ଭ ହୋଇଥିଲା। ଅନେକ ସ୍ୱାଧୀନତା ସଂଗ୍ରାମୀ ପ୍ରାଣ ବଳି ଦେଲେ ଏବଂ ଫାଶୀ ଖୁଣ୍ଟରେ ଝୁଲିଲେ। ଶେଷରେ 1947 ଅଗଷ୍ଟ 15 ତାରିଖରେ ବ୍ରିଟିଶ ଶାସନରୁ ଭାରତ ମୁକ୍ତ ହେଲା ଓ ଭାରତବାସୀ ସ୍ୱାଧୀନତା ପାଇଲା।